ଯାଇଥିଲେ। ତେବେ ପ୍ରିୟ ବନ୍ଧୁଗଣ, ଯେଉଁଟାକି 14ତମ ଷ୍ଟେସନ୍ ଜୋହନ ତାର 19 ପର୍ବରେ ଲେଖା ଅଛି। ଜୋହନ 19 ପର୍ବ 41-42। ସେ ଯେଉଁ ସ୍ଥାନରେ କ୍ରୁଶରେ ଚଢ଼ାଯାଇଥିଲେ ସେ ସ୍ଥାନରେ ଗୋଟିଏ ଉଦ୍ୟାନ ଥିଲା, ଆଉ ସେହି ଉଦ୍ୟାନରେ ଗୋଟିଏ ନୂତନ ସମାଧି ଥିଲା, ସେଥିରେ କେହି କେବେ ରଖାଯାଇ ନଥିଲା। 42। ଅତଏବ ଯିହୁଦୀମାନଙ୍କର ଆୟୋଜନ ଦିନ ହେତୁ ସେହି ସ୍ଥାନରେ ସେମାନେ ଯୀଶୁଙ୍କୁ ରଖିଦେଲେ, କାରଣ ସେ ସେହି ସମାଧି ନିକଟରେ ଥିଲା। ତେବେ ପ୍ରିୟ ବନ୍ଧୁଗଣ, ଏହି ଜାଗାରେ ଯୀଶୁଙ୍କର ଶରୀରକୁ ରଖା ହେଇଥିଲା। ଆଉ ସେମାନେ କେମିତି ଗୋଟେ ସମ୍ମାନ ଦେବା ଉଦ୍ଦେଶ୍ୟରେ ସେମାନେ ପରିଷ୍କାର କରୁଛନ୍ତି। ଆଉ ଗଲଗଥାର କିଛି ମାଟି ଏଠି ରଖାଯାଇଛି। ଆପଣ ଦେଖନ୍ତୁ, ଗଲଗଥା ପାହାଡ଼ ନାହିଁ, କିନ୍ତୁ ସେହି ଜାଗାରେ ବର୍ତ୍ତମାନ